बंधु नमस्कार। आज आम आलोचना करवा 27 तारीख शनिवार घटना। बार शनि शनिवार तारीख 27 सेप्टेम्बर मास 27 तारीख शनिवार दैनिक राशि फल विषय आम एबे आलोचना करवा। हाँ बंधु, आज पंचमी तिथि 12 शनि तारीख 27 तिथि पंचमी नक्षत्र अनुराधा चंद्र बिछारे नक्षत्र अनुराधा तिथि पंचमी 27 तारीख शनिवार। आज वृष सिंह कन्या राशि घातबार आघात हो पारे, मनरे बा देहरे अपमान मिली पारे बा दंड मिली पारे। कर्कट राशि घात तारा टिके असुविधा बेसी। कर्कट राशि घात तारा एणु कर्कट राशि लोक माने इच्छा नथिले भी हसंतु, कई न जानतु जे मन को बाधुची बोली। वृष राशि घात तिथि तेणु टिके तल ऊपर को चाही जहा कहिबाटा कहंतु। मकर राशि पुरुषंकर घात चंद्र, मकर राशि पुरुषंकर घात चंद्र मानसिक आघात बेसी होई पारे। हुशियार, कम कहंतु अधिक शुणंतु। अशुभ समय टिके हुशियार हो जातु। विशेषकर मेष राशि आज आदौ भल नहीं। अशुभ समय यात्रा करने संपूर्ण निषेध। अशुभ समय केतेबेले सकाळ 7:37 रु 10:07 मध्यरे, सकाळ 8:37 रु 10:07 मध्यरे ये समय पूर्वरु यात्रा आरंभ कर दियंतु बा परे आरंभ करिवे। हाँ, 8:30 पूर्वरु काम आरंभ करंतु बा 10:07 पर काम आरंभ करिवे, भल हबो। मानंतु मंगल हबो। सूर्यास्त 5:36 पर। एणु आमे आम ठाकुर घर को बा मंदिर को टिके आगरु जीवा, प्रस्थ होकर जीवा हैला। हेले कौन हबो, आम पितृपुरुष आमको कल्याण करिवे, देव कल्याण तो मिलिबो। हाँ, हे मोर भाई बंधु कुटुंब, जो मानकर मेष राशि से माने शुणंतु, हुशियार हंतु टिके। आज विशेष करी आज सिंह मेष धनु, सिंह मेष धनु ये तीन राशिर शारीरिक जंत्रणा निश्चय हेबो। शारीरिक जंत्रणा निश्चय हेबो। मूल जातक ग्रह स्थिति को नहीं दंड अल्प बा बहुत होई पारे। एणु हे बंधु, कमेंट बॉक्स रे आपणकर मतामत दियंतु। आउ कौन जानिबा को चाहुछंती कमेंट देले सिना मु जानिबी आपण मनरे केउ जातना होउची। कमेंट देवे, लाइक करिवे, सब्सक्राइब करिवे, प्रश्न पचारिवे, मु पर दिन कहीदेवी। हाँ, एबे देखिबा मेष राशि पाई। मेष राशिर समस्त लोक ईश्वरंकर शरणापन्न हेबा उचित। हे विधाता रक्षा कर, हे विधाता रक्षा कर, बारंबार दी हाथ ऊपर टेकी प्रणाम करवा उचित। मेष राशिर लोके अष्टम चंद्र आदौ शुभ नुहे। तृतीय बृहस्पति, द्वादश शनि, सप्तम मंगल, पंचम केतु। तृतीय बृहस्पति, द्वादश शनि, सप्तम मंगल, पंचम केतु आदौ सहाय हेबेनी। एणु
ଡର ଲାଗୁଛି। ଦୁଷ୍ଟ ଗ୍ରହଙ୍କର ପ୍ରଭାବରୁ ଦୁର୍ଘଟଣା ଘଟିପାରେ। ଅଶୁଭ ସମୟରେ ଆଦୌ ଯାତ୍ରା କରିବେ ନାହିଁ। ଯେବେ ବାହାରକୁ ଯିବେ ଦୁର୍ଗା ଦୁର୍ଗା କହି ବାହାରିବେ, ମଙ୍ଗଳ ହେବ। ହଁ, ହୁସିଆର, ଦିଟା ପୁଡ଼ା ନାକରେ ଅଛି। ଯେଉଁ ପୁଡ଼ାରେ ପବନ ଠିକ୍ ଯାଆସ କରୁଥିବ ସେଇ ପାଦ ଆଗ ପକେଇବେ ବାହାରୁ ଗଲାବେଳେ। ଆଉ ଦୁଆର ବନ୍ଧର ସେଇ ପଟ ଦୁଆର ବନ୍ଧକୁ ମୁଣ୍ଡିଆ ମାରି କହିବେ ଦୁର୍ଗା ଦୁର୍ଗା, ମା ଭଗବତୀ ନିଶ୍ଚୟ ଦୟା କରିବେ। ବୁଝିହେଲା? ମେଷ ରାଶି ପାଇଁ ଆଜି ଟିକେ ଭଲ ଦିନ ନୁହଁ। ଦୁର୍ଘଟଣା ଘଟିବାରେ, ଅଷ୍ଟମ ଚନ୍ଦ୍ର, ଦେହ ଖରାପ ହେଇପାରେ। ଦୁର୍ଗା ଦୁର୍ଗା ଜପନ୍ତୁ, ଆଉ ଅଶୁଭ ସମୟରେ ଯାତ୍ରା କରନ୍ତୁ ନାହିଁ। ବାସ୍। ବୃଷ ପାଖକୁ ଆସିବା। ବୃଷର ଆଜି ଲକ୍ଷ୍ମୀ ପ୍ରସନ୍ନ ଦିବସ। ଆଜି ମହାଲକ୍ଷ୍ମୀ ବୃଷ ରାଶିଆଙ୍କ ଉପରେ ଦୟା କରିବେ। ବୃଷର ଆଜି ଲକ୍ଷ୍ମୀ ପ୍ରସନ୍ନ ଦିବସ। ବହୁ ଧନାଗମ ହେବ। ମନକୁ ଗର୍ବ ଆସିଯିବ। ସାବଧାନ, ତମେ କ'ଣ ଏକୁଟିଆ ଧନୀ ନା କ'ଣ ମ? 5 ଟଙ୍କା ପାଇଲ, ମୋ ପାଖରେ ପା 15 ଟଙ୍କା ଅଛି। କ'ଣ କହିଲ? 500 ଟଙ୍କା ପାଇଛ, ମୋର ପା 618 ଟଙ୍କା ଅଛି। ତମେ ନିଜକୁ ଧନୀ ଭାବନି। ମା କୁରୁ ଧନ ଜନ ଯୌବନ ଗର୍ଭମ୍ ହରତି ନିମେଷାତ୍ କାଳ ସର୍ବମ୍। କୋଉ ମୁହୂର୍ତ୍ତରେ ଚଞ୍ଚଳା ସେ ଚାଲିଯିବ। ପ୍ରବଳ ଧନ ଆସିଲେ ବି ଅହଙ୍କାର କରନି। ବହୁ ଧନାଗନ ହେବ। ତୃତୀୟ ବୃହସ୍ପତି, ଶନି, ରାହୁ, କେତୁ, ଶୁକ୍ର, ମଙ୍ଗଳଙ୍କ ଦୟାରୁ ଏ ପ୍ରକାର ଶାନ୍ତି ଓ ସୁଖ ମିଳିବ। କିଏ କିଏ ଦୟା କରିବେ? ବୃହସ୍ପତି, ଶନି, ରାହୁ, କେତୁ, ଶୁକ୍ର, ମଙ୍ଗଳ, ଏତେ ଗ୍ରହ ଦୟା କରିବେ। ଏ ସୁଖ ମିଳିବ ତାଙ୍କରି ପାଇଁ। ଶାନ୍ତି ଓ ସୁଖ ମିଳିବ। ଧନ, ମାନ, ବନ୍ଧୁ, ସ୍ୱାସ୍ଥ୍ୟ, ଏସବୁ ଆନନ୍ଦର ଆମକୁ ଆପ୍ୟାୟିତ କରିବ। ଶାରୀରିକ, ପାରିବାରିକ, ସମାଜଗତ ସମସ୍ତ ପ୍ରକାର ସୁଖ ସୁବିଧା ମିଳିବ। ସମସ୍ତ ଆଶା ପୂରଣ ହେବ। ହେଲେ ଏତେ ସୁଖ ଭିତରେ ମନ ଦୁଃଖ କରିବେନି। ହସୁଥିବେ। ଈର୍ଷା ହିଂସା ଛାଡ଼ି ଦିଅନ୍ତୁ। ପରୋପକାର କରନ୍ତୁ। ଧର୍ମ କରନ୍ତୁ। ମଙ୍ଗଳ ହେବ। ଏବେ ଆମେ ଯିବା ମିଥୁନଙ୍କ ପାଖକୁ। ମିଥୁନ ରାଶିର ଲୋକେ ଆଜି ଯେଉଁ ପଦକ୍ଷେପ ନେବେ ତହିଁରୁ ଅବଶ୍ୟ ଲାଭ ହେବ। ମିଥୁନ ରାଶି ପାଇଁ ବି ଆଜି ଭଲ। ସେମାନେ ଆଜି ଯେଉଁ କାମରେ ହାତ ଦେବେ, ଯେଉଁ କାମ ଆରମ୍ଭ କରିବେ, ଯେଉଁ ପଦକ୍ଷେପ ନେବେ ସେଥିରେ ଲାଭ ହେବ। ଅର୍ଥାତ୍ କୃଷି, ବ୍ୟବସାୟ, ଚିକିତ୍ସା, ବାଣିଜ୍ୟ, ସେବା ଆଦି ସମସ୍ତ କର୍ମର ଉନ୍ନତି ହେବ। ଦିନଟି ବଡ଼ ଆନନ୍ଦରେ ଯିବ। ବନ୍ଧୁମାନେ ଆନନ୍ଦିତ ହେବେ, ଆନନ୍ଦ ବି ଦେବେ। ବୁଧ, ଶୁକ୍ର, ଚନ୍ଦ୍ର ଓ ଶନିଙ୍କ ଦୟାରୁ ଆଜି ଦିନଟି ବଡ଼ ଭଲରେ ଯିବ। ନିଦ ଭଲ ହେବ। ଖାଦ୍ୟ ଭଲ ମିଳିବ। ସମସ୍ତେ ହସି ହସି ବ୍ୟବହାର କରିବେ। ତୁମେ ଯେଉଁ କାମ କରିବ ତାହା ମଧ୍ୟ ସାଫଲ୍ୟମଣ୍ଡିତ ହେବ। ଏବେ ଆସିବା କର୍କଟଙ୍କ ପାଖକୁ। କର୍କଟକୁ ଆଜି ନାନାବିଧ ସୁଖ ମିଳିବ। କର୍କଟ ରାଶିର ଲୋକେ ନାନାବିଧ ସୁଖ ପାଇବେ। ସେ ସୁଖ ସ୍ୱତନ୍ତ୍ର ସୁଖ। କର୍କଟ ରାଶିକୁ ଯେଉଁ ସୁଖ ମିଳିବ କେବଳ ତାଙ୍କ ମନବୋଧ ହେବ। କର୍କଟକୁ ଆଜି ନାନାବିଧ ସୁଖ ମିଳିବ। ମନ ପ୍ରଫୁଲ୍ଲିତ ରହିବ। କିନ୍ତୁ ତୁମ ମନର ସୁପ୍ତ ଅହଙ୍କାର ଜାଗ୍ରତ ହେବ। ବନ୍ଧୁ,
ତୁମ ମନର ସୁପ୍ତ ଅହଙ୍କାର ଜାଗ୍ରତ ହେବ। କର୍କଟ ରାଶିର ଲୋକମାନେ ବା ଅଳ୍ପରେ ଖୁସି ହେଇଯାଆନ୍ତି, ଭାରି ଅହଙ୍କାରୀ। ହଁ, ମୋ ଭଳିଆ ଜ୍ଞାନୀ, ମୋ ଭଳିଆ ପଣ୍ଡିତ, ମୋ ଭଳିଆ ବଳବାନ, ମୋ ଭଳିଆ ବୁଦ୍ଧିମାନ ଆଉ କେହି ନାହାନ୍ତି। ଏ ଅହଙ୍କାର ପା କର୍କଟ ରାଶିଙ୍କ ଦୁଃଖର କାରଣ। ତେଣୁ ସୁପ୍ତ ଅହଙ୍କାର ଜାଗ୍ରତ ହେବ। ଫଳରେ ସ୍ନେହ ସମ୍ପର୍କରେ କଳା ଦାଗ ଲାଗିଯିବ। ତମ ଅହଙ୍କାରକୁ ଅନ୍ୟମାନେ ଦେଖିପାରିବେ। ସେ ତୁମକୁ ମୁହଁରେ ହଉ ବା ପଛରେ ହଉ ନିନ୍ଦା କରିବେ। ପ୍ରୀତିହାନି ହେବ। ଅଷ୍ଟମ ରାହୁଙ୍କ ଯୋଗୁଁ ରୋଗ ବି ଲୁଚେଇ ଲୁଚେଇ ଆକ୍ରମଣ କରିବ। ନବମ ଶନି ପାପକର୍ମ କରିବା ପାଇଁ ଦୁର୍ବୁଦ୍ଧି ଦେବେ। ନବମ ଶନି ପାପକର୍ମ, ଯେତେ ଭୁଲ କାମକୁ ସମାଜ ଘୃଣା କରେ, ସେଇ ସବୁ କାମ କରିବା ପାଇଁ ମନ ଆଜି ଆକୁଳ ବ୍ୟାକୁଳ ହେବ। ସାବଧାନ। ଚତୁର୍ଥ ମଙ୍ଗଳ ଶତ୍ରୁ ବୃଦ୍ଧି କରିବେ। ତମେ ଭୁଲ କାମ କରିବ, ଶତ୍ରୁ ସୃଷ୍ଟି ହେବେ, ଦ୍ୱିବିଧା ଦେବେ। ଭଲ ଲାଗିବ ଆଉ କ'ଣ? ନାଇଁ 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 ନାଇଁ, ପାପ ଆଡ଼କୁ ମନ ଦବାନି, କି ଈର୍ଷା ହିଂସା କରିବାନି, କି ଗର୍ବ କରିବାନି। ଏଣୁ ମାପି ଚୁପି ଦେଖି ଚାହିଁ ଭାବି ଚିନ୍ତି କିଛି କୁହ ବା କିଛି କର। ଆଜି ଭଲ ଦିନ, ଭଲରେ ମନ୍ଦ ସୃଷ୍ଟି କରନି। କର୍କଟ ରାଶି 5 ବର୍ଷ ହେଲା କଷ୍ଟ ଭୋଗୁଛି, ଈଶ୍ୱର ଦୟା କରିଛନ୍ତି। ଆଜି ଜମା ଅହଙ୍କାର କରିବନି। ବନ୍ଧୁ, ଏବେ ଯିବା ସିଂହ ରାଶିବାକୁ। ସିଂହ କଥା ବଡ଼ ଜଟିଳ। ସିଂହ ରାଶିର ଲୋକମାନଙ୍କର ଜୀବନ ଆଜି ଦ୍ୱନ୍ଦାଭିମୁଖୀ, ବଡ଼ ଜଟିଳ। ମାନେ ଶାରୀରିକ ଯନ୍ତ୍ରଣା ସହ ମାନସିକ ଯନ୍ତ୍ରଣା ବଢ଼ିଯିବ। ଶାରୀରିକ ଯନ୍ତ୍ରଣା ଓ ମାନସିକ ଯନ୍ତ୍ରଣା ଆଜି ଭାରି କଷ୍ଟ ଦେବ। ସପ୍ତମ ରାହୁ, ଅଷ୍ଟମ ଶନି, ଚତୁର୍ଥ ଚନ୍ଦ୍ରଙ୍କ ପାଇଁ ଏହା ସମ୍ଭବ ହେବ। ମାତ୍ର ଦ୍ୱିତୀୟ ବୁଧ, ଦ୍ୱିତୀୟ ଶୁକ୍ର, ତୃତୀୟ ମଙ୍ଗଳଙ୍କ ପାଇଁ ଏହି କ୍ଲେଶ ସେତେ କଷ୍ଟ ଦେବନି ମ। ଆସିବ, ଯେହେତୁ କଷ୍ଟ ଭୋଗୁଛନ୍ତି, ତେଣୁ କଷ୍ଟ ଲାଗିବ। ହେଲେ 3ଟା ଗ୍ରହ ପା ସାହାଯ୍ୟ କରିବେ। ବର୍ଷା ହେବ। ଛତା ପାଖରେ ପା ଅଛି, ଖୋଲି ଦେଉନାହାନ୍ତି କାହିଁକି? ହେଲା। ତା ଛଡ଼ା ଆସିବ ଧନାଗମ ହେବ, ମିଳିବ ଉତ୍ତମ ଖାଦ୍ୟ। ଉତ୍ତମ ଆଉ କ'ଣ ହେବ ନା ବଢ଼ିଆ ନିଦ ହେବ। ସୁତରାଂ ତା ଧନାଗମ ହେବ, ଉତ୍ତମ ଖାଦ୍ୟପେୟ ମିଳିବ, ବନ୍ଧୁ ସମ୍ପର୍କ ବି ଭଲ ରହିବ। ସୁତରାଂ ଆମେ କ'ଣ କରିବା? ଦୁଃଖରେ ଭାଙ୍ଗି ପଡ଼ିବାନି, ସୁଖରେ ଅହଙ୍କାର କରିବାନି। ଏଣୁ ଆମର କିଛି କ୍ଷତି ହେବନି। ଆସନ୍ତୁ ଯିବା କନ୍ୟା ପାଖକୁ। କନ୍ୟା ରାଶିର ଏକ ଶୁଭ ଦିନ ଆଜି, ବଢ଼ିଆ ଦିନ, ମଙ୍ଗଳମୟ ଦିନ। ଧନ ଲାଭ ଯୋଗ ଅଛି। ଯାତ୍ରା ଓ ବ୍ୟବସାୟରେ ସଫଳତା ଲାଭ କରିବେ। ସମସ୍ତ ବର୍ଗର ଓ ସମସ୍ତ ବୃତ୍ତିର ବ୍ୟକ୍ତିମାନଙ୍କର ସର୍ବାଙ୍ଗୀନ ଉନ୍ନତି ହେବ। ମାତ୍ର ଜଗି ରଖି ବ୍ୟୟ ନ କଲେ, ଆଉ ଜଗି ରଖି ବ୍ୟବହାର ନ କଲେ ସମସ୍ତ ଦିଗରୁ ହାନି ହେବାର ଭୟ ଅଛି। ଦେହ ଟିକେ ବିଗିଡ଼ି ଯାଇପାରେ। ଦେହ ଟିକେ ବିଗିଡ଼ି ଯାଇପାରେ, ବେଶୀ କିଛି କ୍ଷତି ହେବନି। ଆଜି ଗୋଟେ ଶୁଭ ଦିନ, ସବୁ ଦିଗରୁ ଲାଭ ହେବ। ବନ୍ଧୁ ସମାଗମ ହେବ, ଉତ୍ତମ ଖାଦ୍ୟପେୟ ମିଳିବ, ବଢ଼ିଆ ନିଦ ହେବ, ଯଥେଷ୍ଟ ଧନ ମିଳିବ। ଯେଉଁ କାମ କରିବେ, ଯେଉଁ କାମରେ ହାତ ଦେବେ, ତାହା ସାଫଲ୍ୟମଣ୍ଡିତ ହେବ। ହେଲେ ଦେହ ଟିକେ ବିଗିଡ଼ିଯିବ। ଏତେ ସୁଖ ପାଇଲା ପରେ ମନ ଟିକେ ବ୍ୟାକୁଳିତ ହେବ। ବ୍ୟବହାରରେ ଟିକେ ଅହଙ୍କାର ଆସିଯିବ। ସାବଧାନ।
ବୃଥା ବ୍ୟୟ କରନ୍ତୁନି, କାନ୍ଦିବେ। ତୁଳାର ମନ ଆଜି ସନ୍ଦେହ ଚକ୍ରରେ ଘୁରି ବୁଲିବ। ତୁଳା ରାଶିର ଲୋକେ ଆଜି ସମସ୍ତଙ୍କୁ ସନ୍ଦେହ କରିବେ, ନିଜକୁ ବି। ତୁଳା ରାଶିର ଲୋକମାନେ ନିଜକୁ ବି ସନ୍ଦେହ କରିବେ, ମୁଁ ତାଲା ଦେଲି କି ନାହିଁ, ଆଉ ଦେଖି ଆସେ ପଇସାଟା କେଉଁଠି ରଖିଲି, ଦେଖି ଆସେ ଇତ୍ୟାଦି। ତୁଳା ରାଶିର ମନ ଆଜି ସନ୍ଦେହ ଚକ୍ରରେ ଘଡ଼ି ବୁଲିବ, ଘୁରି ବୁଲିବ, ଆଉ ବିଚଳିତ ହେବ। ଅର୍ଥ ମିଳିବ, ପୁଣି ଚାଲିଯିବ। ମନ ବିଚଳିତ ହେବ, ଚଞ୍ଚଳ ହେବ, ଅଯଥା ଭୟ ସଞ୍ଚାର ହେବ। ଫଳରେ ସବୁ ଦିଗରୁ ହାନି ହୋଇପାରେ। ଏଣୁ ପ୍ରାୟ 24 ଘଣ୍ଟା ସୁବିଧା ପାଇଲେ, 24 ଘଣ୍ଟା ଯେତେବେଳେ କାମ ନାହିଁ ବା ଲେଖାପଢ଼ା ନାହିଁ, ସେତେବେଳେ ଦୁର୍ଗା ଦୁର୍ଗା କହି ଚାଲ। ଏବେ ଦୁର୍ଗାଙ୍କର 9 ଦିନାତ୍ମକ ପୂଜା ଚାଲିଛି। ମା ଏବେ ଆସିଛି ଆମକୁ ଦୟା କରିବା ପାଇଁ। ଖାଲି ଆମେ ପାଟି ଖୋଲିଲେ ଭାବିଲେ ହେଲା। ଯେହେତୁ ଆଜି ଟିକେ ଗୋଳମାଳିଆ ଦିନ ତୁଳା ରାଶିର, ତେଣୁ ତୁଳା ରାଶିର ସମସ୍ତ ଲୋକ ବେଳ ନୁହଁ ସବୁବେଳେ ଦୁର୍ଗା ଦୁର୍ଗା କହନ୍ତୁ ନା, ମଙ୍ଗଳ ହେବ। ଗୁରୁଜନଙ୍କର କଲ୍ୟାଣ ନିଅନ୍ତୁ। କୌଣସି ଗୁରୁଜନଙ୍କୁ ଏଡ଼େ ଆଖିରେ ଅନାନ୍ତୁନି, କଟୁ କଥା କହନ୍ତୁନି, ବିନୀତ ଭାବରେ କୁହନ୍ତି ମୋର ଭୁଲ ହେଇଗଲା, ଆଉ ଏ ଭୁଲ ମୁଁ କରିବିନି। ନଇଁ ପଡ଼ନ୍ତୁ ନା। ନମ୍ରନ୍ତି ଫଳିନ ବୃକ୍ଷା, ନମ୍ରନ୍ତି ଗୁଡ଼ିନ ଜନାହା, ମଙ୍ଗଳ ହେବ। ଏଣୁ ହେ ମୋର ଭାଇ ବନ୍ଧୁ କୁଟୁମ୍ବ, ଟିକେ ଆଗକୁ ଯିବା। ବିଛା ରାଶି ପାଇଁ ଭାଗ୍ୟ ଲକ୍ଷ୍ମୀଙ୍କ ଦୟା ଅଛି। ହଁ, ଭାଗ୍ୟ ଲକ୍ଷ୍ମୀଙ୍କ ଦୟା ଅଛି। ଦେହ ଭଲ ରହିବ, ନିଦ୍ରା ଓ ଭୋଜନ ମନ ମୁତାବକ ହେବ, ସୁଖପ୍ରଦ ହେବ। କର୍ମଚାରୀ ଯିଏ ଯେଉଁଠି କାମ କରୁଛନ୍ତି, ସ୍କୁଲରେ ଶିକ୍ଷକମାନେ, କାର୍ଯ୍ୟାଳୟରେ କର୍ମୀମାନେ, ଆଉ ମୂଲିଆମାନେ କ୍ଷେତରେ, ଏମିତି ଯେଉଁଠି ଯିଏ କାମ କରୁଛନ୍ତି, ସେ କର୍ମଚାରୀଙ୍କ ପ୍ରତି ତାଙ୍କ ଅଧିକାରୀ ପ୍ରସନ୍ନ ରହିବେ। କର୍ମଚାରୀଙ୍କୁ, ଅଧିକାରୀଙ୍କର, ଗୃହସ୍ଥଙ୍କୁ, ଗୁରୁଜନଙ୍କର ପ୍ରଶଂସା ମିଳିବ। ଅଷ୍ଟମ ବୃହସ୍ପତି, ଚତୁର୍ଥ ରାହୁ, ପଞ୍ଚମ ଶନି ଓ ଦ୍ୱାଦଶ ମଙ୍ଗଳ ମିଳିତ ଭାବରେ ବିଭିନ୍ନ ସମସ୍ୟା ସୃଷ୍ଟି କରିବେ। କିଏ? ଅଷ୍ଟମ ବୃହସ୍ପତି, ଚତୁର୍ଥ ରାହୁ, ପଞ୍ଚମ ଶନି ଓ ଦ୍ୱାଦଶ ମଙ୍ଗଳ ମିଳିତ ଭାବରେ ବିଭିନ୍ନ ସମସ୍ୟା ସୃଷ୍ଟି କରିବେ। ଶନିବାର ହେତୁ ଏହି ସମସ୍ୟା ଟିକେ ଗୁରୁତର ହେବ। କାହିଁକି? ଶନିବାର ପରା, ତମ ପରା ମଙ୍ଗଳଙ୍କର ପ୍ରଜା, ମଙ୍ଗଳଙ୍କର ଶନିଙ୍କର ପଡ଼େନି। ତେଣୁ ସମସ୍ୟା ଗୁରୁତର ହେବା ପୂର୍ବରୁ ଭାବିବ, କାହିଁକି ମୁଁ ଟେକା ପକେଇବି କାହା ଉପରକୁ, ସେ କେତେବେଳେ ମୋ ଉପରେ ଟେକା ବର୍ଷି ଯାଇପାରେ। ଟିକେ ଧୈର୍ଯ୍ୟ ଧରନ୍ତୁ, ଚିନ୍ତା କରନ୍ତୁ ହନୁମାନଙ୍କୁ। ଓଂ ହଂ 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 ହନୁମତେ 5 ଥର କହିବେ। ହଂ ହଂ 5 ଥର କହିବେ। ଓଂ ହଂ 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 ହନୁମତେ ନମଃ। ବାରମ୍ବାର ଜପନ୍ତୁ ନା, ସମସ୍ୟା ତା ବାଟରେ ପଳେଇଯିବ। ଆଚ୍ଛା ପିଲେ, ଏବେ ଆମେ ଦେଖିବା ଧନୁ ରାଶି କଥା। ଧନୁ ରାଶିର ଆଜି ବଡ଼ ଗଣ୍ଡ ଗୋଳିଆ ଦିନ। ବଢ଼ିଆ ଦିନ ଥିଲା, ଆଜି ବିଗଡ଼ିଗଲା। ଧନୁ ରାଶିର ଆଜି ବଡ଼ ଗଣ୍ଡ ଗୋଳିଆ ଦିନ। ପାଉଥିବା ଦଣ୍ଡ ଓ ଦୁଃଖକୁ ନେଇ ଅତୀତର କୁକର୍ମ ମନେ ପଡ଼ିଯିବ। ଅତୀତରେ ମୁଁ ଏଇ ଭୁଲ କାମ କରିଛି, ସେଥିପାଇଁ ଏ ଦଣ୍ଡ ଭୋଗୁଛି। ଧନୁ ରାଶିର ଆଜି ବଡ଼ ଗଣ୍ଡଗୋଳିଆ ଦିନ। ପାଉଥିବା ଦଣ୍ଡ ଓ ଦୁଃଖକୁ ନେଇ ଅତୀତର କୁକର୍ମ ମନେ ପଡ଼ିଯିବ, ବଡ଼ ଦୁଃଖ ଲାଗିବ। ଶନି, କେତୁ ଓ ଶୁକ୍ରଙ୍କ ଯୋଜନାକୁ ଚନ୍ଦ୍ର ଆଜି କାର୍ଯ୍ୟକାରୀ କରି ଶାରୀରିକ ଯନ୍ତ୍ରଣା ଦେବେ, ଦୁଃଖ ଦେବେ। କିଏ ଦୁଃଖ ଦେବେ? ଶନି, କେତୁ, ଶୁକ୍ର ଆଉ ଚନ୍ଦ୍ର, ରାହୁ, ବୃହସ୍ପତି, ବୁଧ, ରବି ଓ ମଙ୍ଗଳ
ସଜାଗ ପ୍ରହରୀ ଭଳି ଜଗିଛନ୍ତି। ଦଣ୍ଡ ଅପମାନ ଯାହା ଆସିବ ଏଇ ଯେଉଁ ଗ୍ରହମାନେ ଅଛନ୍ତି ସିଏ ସମ୍ଭାଳି ନେବେ। କିଏ କିଏ ସାହାଯ୍ୟ କରିବେ? ରାହୁ, ବୃହସ୍ପତି, ବୁଧ, ରବି, ମଙ୍ଗଳ ଏମାନେ ସାହାଯ୍ୟ କରିବେ। ଗଣ୍ଡଗୋଳ କିଏ କରିବେ? ଶନି, କେତୁ, ଶୁକ୍ର, ଚନ୍ଦ୍ର। ଭଲ ଅବସ୍ଥାରେ ଅଛନ୍ତି 5ଟା ଗ୍ରହ, ଖରାପ ଅବସ୍ଥାରେ ଅଛନ୍ତି 4ଟା ଗ୍ରହ। ପୁରା ସଂଗ୍ରାମ ହେବ, ତଥାପି ହୁସିଆର। ହଁ, ଏବେ ମକର ରାଶି କଥା। ମକର ରାଶିର ଏକ ମଧୁମୟ ଦିନ ଆଜି। ମକର ରାଶିର ଏକ ମଧୁମୟ ଦିନ। ସବୁ ଦିଗରୁ ଆୟପନ୍ଥା ଖୋଲିଯିବ। ମହା ଆନନ୍ଦରେ ବନ୍ଧୁ ମେଳରେ ଦିନ କଟିଯିବ। ରୋଗ ବ୍ୟାଧିଠୁ ଦେହ ଦୂରରେ ରହିବ। ଖାଦ୍ୟ ଓ ନିଦ୍ରା ଆନନ୍ଦ ଦେବ। କର୍ମ ଚଞ୍ଚଳ ରହିବେ। ଆଉ ସମସ୍ତେ କହିବେ, କେତେ ବଢ଼ିଆ ଲୋକ, କେତେ ବଢ଼ିଆ କାମ, କେତେ ବଢ଼ିଆ ବୁଦ୍ଧି। ଏବେ ଯିବା କୁମ୍ଭ ପାଖକୁ। କୁମ୍ଭ ରାଶିର ଆଜି କର୍ମ ମୁଖର ଦିବସ। କର୍ମ କ୍ଷେତ୍ରରୁ ଆଶାତୀତ ଲାଭ ହେବ। ସମସ୍ତ ଯୋଜନା ସଫଳ ହେବ। ଆଜି ବୁଧ, ଶୁକ୍ର, ଗୁରୁ ଓ ଚନ୍ଦ୍ର ପ୍ରସନ୍ନ ଅଛନ୍ତି। କୁମ୍ଭ ପ୍ରତି ଆଜି ବୁଧ, ଶୁକ୍ର, ଗୁରୁ ଓ ଚନ୍ଦ୍ର ପ୍ରସନ୍ନ ଅଛନ୍ତି ବୋଲି ଏହିପରି ସୌଭାଗ୍ୟ ମିଳିବ। ମାତ୍ର ଅନ୍ୟ 5 ଗ୍ରହ ବିପଦଗ୍ରସ୍ତ ନ କରନ୍ତୁ। କରିବେ ତ ଆଉ 5ଟି ଗ୍ରହ ବିପଦଗ୍ରସ୍ତ ନ କରନ୍ତୁ। କେମିତି କରିବେନି ନା, ଯଦି ଆମେ ଭାବି ଚିନ୍ତି ଟିକେ ବସି ଭାବିବା ଯେ ମୁଁ ଅତୀତରେ କିଛି ଭୁଲ କାମ କରିଛି କି? ଯିଏ ମୋଠୁ ସ୍ନେହ ଆଦର ପାଇବା କଥା ମୁଁ ତାକୁ ଜୋତାରେ ପିଟିଛି କି? ତା କଲିଜାକୁ କାଟିକିରି ବଜାରରେ ବିକି ଦେଇଛି କି? ଏତିକି ଭାବନ୍ତୁ। କୃତ କର୍ମର ପ୍ରାୟଶ୍ଚିତ କରନ୍ତୁ। ଯାହା ପାଖରେ ଭୁଲ କରିଛନ୍ତି ତାକୁ ତାର ପ୍ରାପ୍ୟ ଫେରେଇ ଦିଅନ୍ତୁ। ବହୁତ ବଢ଼ିଆ ଦିନରେ ବହୁତ ବଢ଼ିଆ ହେବ, ମଙ୍ଗଳ ହେବ। ପିଲାମାନେ ସୁଖରେ ରହିବେ। ପିଲାଙ୍କ ସୁଖ ଦେଖି ଆପଣଙ୍କ ଆଖିରୁ ବହୁଥିବା ଲୁହ ଶୁଖିଯିବ। ହେ ମୋର ଭାଇ ବନ୍ଧୁ କୁଟୁମ୍ବ, ଆଜି ଆମେ ଶେଷ ରାଶି କଥା ଆଲୋଚନା କରିବା। ଶନିବାର 27 ତାରିଖ। ମୀନ ରାଶି ପାଇଁ ଆଜି ଅପମାନ ମିଳିବା ଭୟ ଅଛି। ଅପମାନ ମିଳିବା ଭୟ ଅଛି। ଯେଣୁ ଅଷ୍ଟମ ମଙ୍ଗଳ, ଜନ୍ମ ଶନି, ସପ୍ତମ ବୁଧ ଆଉ ଶୁକ୍ର। ଏଣୁ ଭାବିଚିନ୍ତି କଥା କୁହନ୍ତୁ। ମୀନ ରାଶି ପାଇଁ ଆଜି ଅପମାନ ମିଳିବାର ଭୟ ଅଛି। ଯେଣୁ ଅଷ୍ଟମ ମଙ୍ଗଳ, ଜନ୍ମ ଶନି, ସପ୍ତମ ରବି, ବୁଧ, ଶୁକ୍ର। ଏଣୁ ଭାବିଚିନ୍ତି କଥା କୁହନ୍ତୁ। ଜଗି ରଖି ବ୍ୟବହାର କରନ୍ତୁ। କମ୍ କୁହନ୍ତୁ, ଅଧିକ ଶୁଣନ୍ତୁ। ଚୁପ୍ ରୁହନ୍ତୁ। ଖାଦ୍ୟ ଓ ନିଦ୍ରାରେ ବ୍ୟାଘାତ ହେବ। ଆଉ ବନ୍ଧୁ ସମ୍ପର୍କ ବି କଳଙ୍କିତ ହେବ। ଭାବିଚିନ୍ତି ଶନିବାର ଦିନ ମୀନ ରାଶିର ଲୋକେ ଟିକେ ଚଳିଲେ ଭଲ। ପୂର୍ବରୁ କହିଥିଲି, ଏବେ ବି କହୁଛି, ମୀନ ରାଶିର ଭଲ ଟାଇମ୍ ଚାଲିନି। ତେଣୁ ରାମରକ୍ଷା କବଚ ସ୍ତୋତ୍ର ଅନ୍ତତଃ ଦିନକୁ ଥରେ ପଢ଼ନ୍ତୁ। ଦୁର୍ଗା ମନ୍ଦିରକୁ ଯାଇ ଦୁର୍ଗାଙ୍କୁ ଆଣ୍ଠେଇ ପ୍ରଣାମ କରି ତାଙ୍କୁ ଶୁଣାନ୍ତୁ, ଦୁର୍ଗା ଦୁର୍ଗା ଦୁର୍ଗା। ବନ୍ଧୁ ଆଜି ଏତିକି। ଆସନ୍ତାକାଲି ଈଶ୍ୱର ଚାହିଁଲେ ପୁଣି ଦୁଃଖ ସୁଖ ହେବା।